ହଁ, ତେବେ ଆସନ୍ତୁ ସିଧାସଳଖ ଆଜିର ଏହି ବିଶ୍ଳେଷଣ ଭିତରକୁ ଯିବା। ଆଜି ଆମେ ଗୋଟେ ବହୁତ ଚମତ୍କାର ଓଡ଼ିଆ କାହାଣୀର ଗଭୀରତାକୁ ବୁଝିବା, କିନ୍ତୁ ଗୋଟେ ଛୋଟ ଟ୍ୱିଷ୍ଟ ସହିତ। ମାନେ ଆସନ୍ତୁ କଳ୍ପନା କରିବା ଯେ ଆମେ ସମସ୍ତେ ମିଶି ଏକାଠି ଗୋଟେ ଫିଲ୍ମ ବା ମୁଭି ତିଆରି କରୁଛୁ। ଆମ ମନର କାନଭାସ୍ ଉପରେ ଏମିତି ଏକ ସିନେମା ସେଟ୍ ପ୍ରସ୍ତୁତ କରିବା ନା, ଯୋଉଠି ସ୍ୱର୍ଗ ଆଉ ନରକର ପ୍ରକୃତ ରୂପ ଏକଦମ ଜୀବନ୍ତ ହୋଇଉଠିବ। ଆଉ ବିଶ୍ୱାସ କରନ୍ତୁ, ଏହା କେବଳ ଗୋଟେ ସାଧାରଣ ଗଳ୍ପ ନୁହେଁ, ବରଂ ଏହା ହେଉଛି ମଣିଷା ମନସ୍ତତ୍ୱର ଏମିତି ଏକ ଗଭୀର ବିଶ୍ଳେଷଣ ଯାହା ଆମ ସମସ୍ତଙ୍କ ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ବଦଳାଇ ଦେବ। ତେବେ ଆମ ମୁଭିର ପ୍ରଥମ ଦୃଶ୍ୟ ବା ସିନ୍ ଆରମ୍ଭ ହେବା ପୂର୍ବରୁ ଆସନ୍ତୁ ଗୋଟେ କଥା ଭାବିବା। ପ୍ରକୃତରେ ଗୋଟିଏ ସ୍ଥାନକୁ ସ୍ୱର୍ଗ ବା ନର୍କ କିଏ ତିଆରି କରେ? କ'ଣ ଏହା କୌଣସି ଭୌଗୋଳିକ ସ୍ଥାନ, ନା ସେଠାରେ ଥିବା ଜିନିଷପତ୍ର? ଆଚ୍ଛା, ଏହି କାହାଣୀଟି ଆମର ସମସ୍ତ ପୁରୁଣା ଧାରଣାକୁ ଏକଦମ ଚ୍ୟାଲେଞ୍ଜ କରିବାକୁ ଯାଉଛି। ସମ୍ବଳ, ପରିବେଶ ଆଉ ଆମର ମାନବୀୟ ଆଚରଣ, ଏହିସବୁ ଭିତରେ ଥିବା ସମ୍ପର୍କକୁ ଆମେ ଆଜି ଏକ ନୂଆ ଆଙ୍ଗଲରୁ ଦେଖିବା। ବାସ୍ତବରେ ଏହି ପ୍ରଶ୍ନଟି ହିଁ ଆମ ମୁଭି ସ୍କ୍ରିପ୍ଟର ମୂଳଦୁଆ, ଯାହା ଶେଷ ପର୍ଯ୍ୟନ୍ତ ଆମକୁ ବାନ୍ଧି ରଖିବ। ତେବେ ଏହା ହେଉଛି ଆମର ଭାଗ 1, ଗୋଟିଏ ସାଧାରଣ ଭଲ ମଣିଷର କାହାଣୀ। ଆସନ୍ତୁ ଆମ ମୁଭିର ମୁଖ୍ୟ ଚରିତ୍ରଙ୍କୁ ଭେଟିବା। ଆମର ଏହି ଯେଉଁ ମୁଖ୍ୟ ଚରିତ୍ର ନା, ସେ କୌଣସି ମହାନ ସାଧୁ, ସନ୍ଥ କିମ୍ବା ହିମାଳୟରେ ତପସ୍ୟା କରୁଥିବା ବାବା ନୁହନ୍ତି। ସେ ହେଉଛନ୍ତି ଜଣେ ଅତି ସାଧାରଣ ବ୍ୟକ୍ତି, ଯିଏ ବର୍ତ୍ତମାନ ନିଜର ଅନ୍ତିମ ଶଯ୍ୟାରେ ଅଛନ୍ତି। ଚାରିପାଖରେ ବନ୍ଧୁ, ବାନ୍ଧବ ଓ ଜ୍ଞାତି ପରିଜନ ଘେରି ରହିଛନ୍ତି। ଆଚ୍ଛା, ତାଙ୍କୁ ଆମେ ଭଲ ମଣିଷ କାହିଁକି କହୁଛେ? ବହୁତ ସିମ୍ପଲ କଥା, କାରଣ ସେ କେବେ ବି ଅନ୍ୟର ଅନିଷ୍ଟ କରନ୍ତି ନାହିଁ। କାହା ପ୍ରତି କୌଣସି ଖରାପ ଉଦ୍ଦେଶ୍ୟ ନ ରଖିବା ହିଁ ତାଙ୍କର ସବୁଠାରୁ ବଡ଼ ଗୁଣ। ତେବେ ଏବେ ଏହି ଭଲ ମଣିଷ ଜଣକ ଶରୀର ତ୍ୟାଗ କରି ଗୋଟେ ରଥରେ ବସି ନିଜର ଅନ୍ତିମ ଯାତ୍ରାରେ ବାହାରିଛନ୍ତି। ଆଉ ଏଇଠୁ ଆମ ଚଳଚ୍ଚିତ୍ରର ପୃଷ୍ଠଭୂମି ଗୋଟେ ରହସ୍ୟମୟ ଜଗତ ଆଡ଼କୁ ଗତି କରୁଛି। ରଥ ବାହାରିଲା ଆଗକୁ। ଏବେ ଆସିଲା ଭାଗ 2, ନରକର ଅସହାୟତା। ମୁଭିର ପ୍ରଥମ ମେନ୍ ସିନ୍। ଆମ ସେଟ୍ ଏବେ ଏକ ଅଜଣା ରାସ୍ତାରେ ଅଟକିଛି। ସାଧାରଣତଃ ନର୍କ କହିଲେ ଆମ ମୁଣ୍ଡକୁ କ'ଣ ଆସେ? ନିଆଁ, ଅନ୍ଧାର ଆଉ ଭୟଙ୍କର ସବୁ ଦଣ୍ଡ, ଠିକ୍ ନା? କିନ୍ତୁ ଆମ ସିନେମାର ସେଟ୍ ଡିଜାଇନ୍ ସମ୍ପୂର୍ଣ୍ଣ ଅଲଗା। ରଥଟି ଯେତେବେଳେ ପ୍ରଥମ ସ୍ଥାନରେ ଅଟକିଲା, ଆସନ୍ତୁ ସେଠାରେ ଥିବା ପ୍ରପ୍ସ ବା ସାମଗ୍ରୀଗୁଡ଼ିକୁ ଟିକେ ନୋଟିସ୍ କରିବା। ଏଠାରେ ଏକ ଅତ୍ୟନ୍ତ ଖୋଲାସ, ସୁନ୍ଦର, ବିରାଟ ଖାଇବା ହଲ୍ ରହିଛି। ଟେବୁଲ ଉପରେ ସୁନ୍ଦର ସୁନ୍ଦର ପାତ୍ରରେ ଏକଦମ ଲୋଭନୀୟ ଖାଦ୍ୟ ସବୁ ସଜା ହୋଇ ରହିଛି। ପୁରା ଜାଗାଟା ସୁଗନ୍ଧରେ ମହକୁଛି। ଚମତ୍କାର ଆଲୁଅରେ ସ୍ଥାନଟି ଏମିତି ଝଲସୁଛି ଯେ ତାହା କୌଣସି 5 ଷ୍ଟାର ହୋଟେଲଠାରୁ ବି କମ୍ ଲାଗୁନି। କିନ୍ତୁ ନିର୍ଦ୍ଦେଶକ ଏଠାରେ ଗୋଟିଏ ବହୁତ ବଡ଼ ଟ୍ୱିଷ୍ଟ ରଖିଛନ୍ତି। ସେଠାରେ ଥିବା ପ୍ରତିଟି ମଣିଷଙ୍କ ହାତରେ ନା ଗୋଟେ ବିରାଟ ଲମ୍ବା ବେଣ୍ଟ ଥିବା ଚାମୁଚ ବନ୍ଧା ହୋଇଛି। ଆଉ ଏହି ଗୋଟିଏ ଛୋଟ ନିୟମ ହିଁ ପୁରା ଖେଳକୁ ବଦଳାଇ ଦେଇଛି। ଏବେ ଟିକେ ଏହି ସିନ୍ର କନଫ୍ଲିକ୍ଟ ବା ଦ୍ୱନ୍ଦ୍ୱକୁ ଅନୁଭବ କରନ୍ତୁ। ପ୍ରତ୍ୟେକ ବ୍ୟକ୍ତି ସେହି ଚାମୁଚକୁ ଖାଦ୍ୟପାତ୍ରରେ ବୁଡ଼ାଉଛନ୍ତି ଏବଂ ବଢ଼ିଆ ବଢ଼ିଆ ଖାଦ୍ୟ ଉଠାଉଛନ୍ତି ମଧ୍ୟ। କିନ୍ତୁ ସମସ୍ୟା ହେଉଛି, ଯେତେବେଳେ ସେମାନେ ତାକୁ ପାଟିକୁ ନେବାକୁ ଚେଷ୍ଟା କରୁଛନ୍ତି, ଚାମୁଚର ବେଣ୍ଡ ଏତେ ଲମ୍ବା ଯେ ତାହା ଆଦୌ ପାଟି ପାଖକୁ ଆସିପାରୁନାହିଁ। ଭାବି ଦେଖନ୍ତୁ ତ, ହାତରେ ଏତେ ଲମ୍ବା ବାଡ଼ି ବାନ୍ଧି କେହି କେମିତି ଖାଇବ? ମୁହଁଠାରୁ ତାହା ବହୁ ଦୂରରେ ରହିଯାଉଛି। ସେମାନେ ଯେତେ କସରତ କଲେ ମଧ୍ୟ ସେହି ସୁସ୍ୱାଦୁ ଖାଦ୍ୟର ଗୋଟିଏ ବି ଦାନା ସେମାନଙ୍କ ପାଟି ଭିତରକୁ ଯାଇପାରୁନାହିଁ। ଏକଦମ ଫ୍ରଷ୍ଟ୍ରେଟିଂ ସିଚୁଏସନ୍। ଆଉ ଏହି ଅସହାୟତାର ଫଳାଫଳ ଅତ୍ୟନ୍ତ ଭୟଙ୍କର। ଖାଇ ନ ପାରିବାର ରାଗ ଏବଂ ଭୋକର ଜ୍ୱାଳାରେ ଲୋକମାନେ ସମ୍ପୂର୍ଣ୍ଣ ପାଗଳ ପ୍ରାୟ ହୋଇଯାଇଛନ୍ତି। ଖାଦ୍ୟ ସବୁ ଛିଞ୍ଚତର ହୋଇ ଟେବୁଲ ଏବଂ ଘରସାରା ଏଣେତେଣେ ପଡ଼ିଛି। ସେମାନଙ୍କର ଆଚରଣ ଆଉ ମଣିଷ ପରି ନାହିଁ। ସତେ ଯେମିତି କିଛି ପଶୁ ଏକାଠି ହୋଇଯାଇଛନ୍ତି। ଖାଲି କିଡ଼ିକିଡ଼ା ଏବଂ କାଉ କାଉ ରାବରେ ସେହି ପୁରା ଜାଗାଟା କମ୍ପୁଛି। ଚାରିଆଡ଼େ କେବଳ ଯନ୍ତ୍ରଣା ଆଉ ହାହାକାର। ଏହି ହୃଦୟ ବିଦାରକ ଦୃଶ୍ୟ ଦେଖି ଆମର ସେହି ମୁଖ୍ୟ ଚରିତ୍ର ବା ଭଲ ମଣିଷ ଜଣକ ଆଉ ସେଠି ସେକେଣ୍ଡେ ବି ଠିଆ ହୋଇପାରିଲେ ନାହିଁ। ସେ ସଙ୍ଗେ ସଙ୍ଗେ ସେଠାରୁ ବାହାରି ଆସିଲେ, ଆଉ ରଥ ପୁଣି ଆଗକୁ ବଢ଼ିଲା। ବର୍ତ୍ତମାନ ଆମେ ପହଞ୍ଚିଗଲେ ଭାଗ 3ରେ, ସ୍ୱର୍ଗର ଆନନ୍ଦ। ଦ୍ୱିତୀୟ ସିନ୍, ଏକ ନୂଆ ସେଟ୍, ଏକ ସମ୍ପୂର୍ଣ୍ଣ ନୂଆ ଅନୁଭୂତି। ଅଳ୍ପ ବାଟ ଯିବା ପରେ ରଥଟି ପୁଣି ଏକ ସ୍ଥାନରେ ରହିଲା। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ଆମ ସିନେମାରେ ନିର୍ଦ୍ଦେଶକ ଏହି ନୂଆ ସେଟ୍କୁ ଟିକିଏ ବି ବଦଳାଇ ନାହାନ୍ତି। ଆଜ୍ଞା ହଁ, ପ୍ରଥମ ନଜରରେ ଏହା ବିଲକୁଲ ପୂର୍ବ ସ୍ଥାନ ପରି ହିଁ ଦେଖାଯାଉଛି। ସବୁକିଛି 100% ସମାନ। ସେହି ଏକା ଖାଇବା ହଲ୍, ସେହି ବଗିଚା, ସେହି ଟେବଲ ଆଉ ଚୌକି। ଅପୂର୍ବ ଖାଦ୍ୟ ସବୁ ସେମିତି ଟେବଲ ଉପରେ ସଜା ହୋଇ ରହିଛି। ଆଉ ସବୁଠାରୁ ବଡ଼ କଥା ହେଲା, ସେଠାରେ ଥିବା ଲୋକଙ୍କ ହାତରେ ମଧ୍ୟ ସେହି ସମାନ ଲମ୍ବା ବେଣ୍ଟ ଥିବା ଚାମୁଚ ବନ୍ଧା ହୋଇଛି। ପରିସ୍ଥିତି ଏବଂ ସମ୍ବଳରେ କୌଣସି ବି ପାର୍ଥକ୍ୟ ନାହିଁ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ତଥାପି ଏଠାକାର ବାତାବରଣ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଉଛି, ଏଠାରେ ଥିବା ମଣିଷମାନେ କେହି ବି କ୍ଷୁଧାର୍ତ ନୁହନ୍ତି। କାହାରି ମୁହଁରେ ଟିକିଏ ବି ରାଗ କିମ୍ବା ଅସହାୟତାର ଚିହ୍ନ ନାହିଁ।
ସମସ୍ତେ ବଢ଼ିଆ ଚକଚକ୍ ପୋଷାକ ପିନ୍ଧିଛନ୍ତି ଏବଂ ସମସ୍ତଙ୍କ ମୁହଁରେ ଗୋଟେ ଅପୂର୍ବ ତୃପ୍ତିର ହସ ଅଛି। ସେଠାରେ କୌଣସି କିଳିକିଳା ରାବ ନାହିଁ, ବରଂ ଏକ ଶାନ୍ତିପୂର୍ଣ୍ଣ ଆନନ୍ଦର ଲହରୀ ଖେଳିଯାଉଛି। ଭାବନ୍ତୁ ତ, ଯଦି ସେମାନଙ୍କ ହାତରେ ବି ସେହି ସମାନ ଲମ୍ବା ଚାମୁଚ ବନ୍ଧା ହୋଇଛି, ତେବେ ସେମାନେ ଖାଉଛନ୍ତି କେମିତି? ଆମ ମୁଭିର ସବୁଠାରୁ ସୁନ୍ଦର ଆଉ ଟର୍ଣ୍ଣିଂ ଦୃଶ୍ୟ ବର୍ତ୍ତମାନ ଉନ୍ମୋଚିତ ହେବାକୁ ଯାଉଛି। ଆଉ ଏହା ହିଁ ହେଉଛି ଆମ କାହାଣୀର ସବୁଠାରୁ ବଡ଼ ରହସ୍ୟ। ପ୍ରଥମ ସ୍ଥାନରେ ନରକରେ ଲୋକମାନେ କେବଳ ନିଜେ ନିଜେ ଖାଇବାକୁ ଚେଷ୍ଟା କରୁଥିଲେ ଏବଂ ଅସଫଳ ହୋଇ ଭୁକିଲା ରହୁଥିଲେ। କିନ୍ତୁ ସ୍ୱର୍ଗରେ ଲୋକମାନେ ନିଜ ଚାମୁଚରେ ଖାଦ୍ୟ ଉଠାଉଛନ୍ତି ସତ, କିନ୍ତୁ ନିଜ ପାଟିକୁ ନ ନେଇ ତାହା ପାଖରେ କିମ୍ବା ସାମ୍ନାରେ ବସିଥିବା ଲୋକଟିର ପାଟିକୁ ବଢ଼ାଇ ଦେଉଛନ୍ତି। ସେମାନେ ପରସ୍ପରକୁ ଖୁଆଇ ଦେଉଛନ୍ତି। ହାତରେ ବନ୍ଧା ଚାମୁଚ ନିଜ ପାଟି ପାଖକୁ ଯାଉନି ସତ, କିନ୍ତୁ ଅନ୍ୟକୁ ଖୁଆଇ ଦେବାରେ ତ କୌଣସି ଅସୁବିଧା ନାହିଁ ନା। କେଡ଼େ ଚମତ୍କାର ଆଉ ପଜିଟିଭ୍ ପରିବେଶ। ଏବେ ଆସିବା ଭାଗ 4କୁ। ମଣିଷର ପ୍ରକୃତି ହିଁ ସର୍ବସ୍ୱ। ଏହା ହେଉଛି ଆମ ଚଳଚ୍ଚିତ୍ରର ଶୀର୍ଷବିନ୍ଦୁ ବା କ୍ଲାଇମ୍ୟାକ୍ସ। ଭଲ ମଣିଷ ଜଣକ ଏହି ଅପୂର୍ବ ଦୃଶ୍ୟ ଦେଖି ବାହାରି ଆସିବା ପରେ ରଥ ଚାଳକ ତାଙ୍କ ଆଡ଼କୁ ବୁଲିପଡ଼ି ଯେଉଁ କଥାଟି କହିଲେ, ତାହା ହିଁ ଆମର ମୂଳମନ୍ତ୍ର। ସେ କହିଲେ, ସେ ଥିଲା ନରକ ଆଉ ଏ ହେଲା ସ୍ୱର୍ଗ। ଏକା ଜାଗା, ଏକା ପରିବେଶ। କିନ୍ତୁ ମଣିଷର ପ୍ରକୃତି ହିଁ କୋଉ ଜାଗାକୁ ସ୍ୱର୍ଗ କରେ ତ ପୁଣି କୋଉ ଜାଗାକୁ ନରକ। ଏହି ଗୋଟିଏ ପଦ କଥାରେ କେତେ ଗଭୀରତା ଲୁଚି ରହିଛି। ସତରେ ସ୍ଥାନ, ସମ୍ବଳ, ସୁବିଧା, ସୁଯୋଗ ଏସବୁ ସମ୍ପୂର୍ଣ୍ଣ ସମାନ ଥିଲେ ମଧ୍ୟ କେବଳ ମଣିଷର ମାନସିକତା ଏବଂ ପ୍ରକୃତି ହିଁ ଡିସାଇଡ୍ କରେ ଯେ ସେହି ସ୍ଥାନଟି ସ୍ୱର୍ଗ ହେବ ନା ନରକ। ସ୍ୱାର୍ଥପରତା ହିଁ ନରକ ସୃଷ୍ଟି କରେ ଆଉ ସହଯୋଗ ଆଣିଦିଏ ସ୍ୱର୍ଗ। ତେବେ ଏହି ପୁରା କାହାଣୀରୁ ଆମେ ଗୋଟିଏ ସିଧାସଳଖ ଶିକ୍ଷା ପାଉଛେ ଯେ ଆମର ବାହ୍ୟ ପରିବେଶ ବା ସମ୍ବଳ ପ୍ରକୃତିରେ ସେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆଚ୍ଛା, ପର୍ଯ୍ୟାପ୍ତ ସମ୍ବଳ ଥାଇ ମଧ୍ୟ ଯଦି ଆମ ମଧ୍ୟରେ ସହଯୋଗ ନାହିଁ, ଟିମ୍ ୱାର୍କ ନାହିଁ, ତେବେ ତାହା କେବଳ ବିନାଶ ହିଁ ଆଣିବ। କିନ୍ତୁ ଅନ୍ୟପଟେ ଯଦି ଆମ ଭିତରେ ସହାନୁଭୂତି ଅଛି, ପରସ୍ପରକୁ ସାହାଯ୍ୟ କରିବାର ମନୋଭାବ ଅଛି, ତେବେ ସବୁଠାରୁ କଷ୍ଟକର ଏବଂ ସୀମିତ ପରିସ୍ଥିତିକୁ ମଧ୍ୟ ଆମେ ସ୍ୱର୍ଗରେ ପରିଣତ କରିପାରିବା। ଆମ ମୁଭିର ମେସେଜ ଆଜି ବହୁତ ସ୍ପଷ୍ଟ। ଆମେ ଏହି କାହାଣୀର ଶେଷରେ ତ ପହଞ୍ଚିଗଲେ, କିନ୍ତୁ ଏବେ ନିଜକୁ ଗୋଟିଏ ପ୍ରଶ୍ନ ପଚାରିବାର ସମୟ ଆସିଛି। କ'ଣ ଆମେ ଆମ ପରିବେଶର ଦାସ ହୋଇ ରହିବା, ନା ଆମ ଆଚରଣ ଦ୍ୱାରା ଆମେ ନିଜ ପରିବେଶକୁ ହିଁ ନିୟନ୍ତ୍ରଣ କରିବା? ଆମ ସମସ୍ତଙ୍କ ଜୀବନରେ ମଧ୍ୟ ଅନେକ ସମୟରେ ଏମିତି ଅଦୃଶ୍ୟ ଲମ୍ବା ବେଣ୍ଟ ଥିବା ଚାମୁଚ ରୂପକ ପ୍ରତିବନ୍ଧକ ଆସେ। ଆମେ ସେହି ଚାମୁଚକୁ କେବଳ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରି ଅସଫଳ ହେବା, ନା ଆଗକୁ ହାତ ବଢ଼ାଇ ପରସ୍ପରକୁ ସାହାଯ୍ୟ କରି ଆମ ଦୁନିଆକୁ ସ୍ୱର୍ଗରେ ପରିଣତ କରିବା? ସେହି ପସନ୍ଦ ବା ଚଏସ୍ ସମ୍ପୂର୍ଣ୍ଣ ଭାବରେ ଆମରି ହାତରେ ଅଛି। ଏହି ସୁନ୍ଦର କାହାଣୀ ମାଧ୍ୟମରେ ଆମ ଜୀବନର ଏହି ଗଭୀର ସତ୍ୟକୁ ଏକାଠି ବୁଝିବା ପାଇଁ ଆମର ଏହି ବିଶ୍ଳେଷଣରେ ସାମିଲ ହୋଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆସନ୍ତୁ ସମସ୍ତେ ମିଶି ଆମ ଚାରିପାଖର ଦୁନିଆକୁ ଆହୁରି ସୁନ୍ଦର କରିବା।